ପିଲାମାନେ ଆଜି ଆମେ ଅଷ୍ଟମ ଶ୍ରେଣୀର ସାହିତ୍ୟ ସୁରଭି ବହିର ପ୍ରଥମ ପଦ୍ୟ ଆସ ଉତ୍କଳୀୟ କବିତାଟିକୁ ଆବୃତ୍ତି କରିବା। ପିଲାମାନେ ଯେଉଁମାନେ ବହି ପାଇଛ ବାହାର କର ଏବଂ ଯେଉଁମାନେ ବହି ପାଇନ ସ୍କ୍ରିନରେ ଦେଖାଯିବ ମୋ ସହିତ ପଢ଼ିବ। ଆସ ଉତ୍କଳୀୟ କବିତାର କବି ହେଲେ ଜାତୀୟ କବି ବୀରକିଶୋର ଦାସ। ଆଜି ଆମେ ତାଙ୍କ ବିଷୟରେ ପଢ଼ିବା। କବି ପରିଚୟ। ଓଡ଼ିଆ ସାହିତ୍ୟରେ କବି ବୀରକିଶୋର ଦାସ ଜାତୀୟ କବି ଭାବରେ ପରିଚିତ। ସେ 1896 ମସିହା ନଭେମ୍ବର ମାସ 23 ତାରିଖରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପୁନଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ ଦେଶବତ୍ସଳ, ମାନବବାଦୀ, ଗାନ୍ଧୀ ଦର୍ଶନବାଦୀ ତଥା ଉଗ୍ର ଜାତୀୟତାବାଦୀ କବି ଥିଲେ। ସ୍ୱାଧୀନତା ସଂଗ୍ରାମର ବହିଃଶିଖାକୁ ପ୍ରଜ୍ୱଳିତ କରିବା ଉଦ୍ଦେଶ୍ୟରେ ସେ ସରଳ, ତରଳ ଓ ସାବଳୀନ ଭାଷାରେ କବିତାମାନ ରଚନା କରିଥିଲେ। ତାହାଦ୍ୱାରା ଓଡ଼ିଶାର ପୁରପଲ୍ଲୀର ଆବାଳ ବୃଦ୍ଧ ବନିତା ଉଦ୍ବୁଦ୍ଧ ହୋଇ ପତଙ୍ଗ ପରି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। କବିଙ୍କ ଦ୍ୱାରା ଲିଖିତ ପୁସ୍ତକଗୁଡ଼ିକ ହେଉଛି ମୋହନବଂଶୀ, ବିଦ୍ରୋହୀବାଣୀ, ଫୁଲଚନ୍ଦନ, ବୀରଗୀତିକା, ସ୍ୱାଧୀନତା ସଂଗ୍ରାମ ସମୟର ରଚନା ପ୍ରଭୃତି। ଆସ ଉତ୍କଳୀୟ କବିତାଟି କବିଙ୍କ ଦ୍ୱାରା ଲିଖିତ ବୀରଗୀତିକା କବିତା ସଂକଳନରୁ ଆନୀତ। ମୁଁ ଏବେ ଆସ ଉତ୍କଳୀୟ କବିତାଟିକୁ ଆବୃତ୍ତି କରିବାକୁ ଯାଉଛି। ତୁମେମାନେ ମଧ୍ୟ ମୋ ସହିତ ଆବୃତ୍ତି କରିବ। ଆସ ଉତ୍କଳୀୟ ଶୁଣ ସର୍ବେ ମିଳେ, ଏ ଦେଶ ଜାତିର ପୂର୍ବ କଥା। ସ୍ମରଣୀ ଯାହାର ଗୌରବେ ତାହାର, ଆପେ ଆପେ ନଈ ପଡ଼ିବ ମଥା। ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ, ଗଲେଣି ଉଭେଇ ଅମର ପଥେ। ଯଶ କି ତାଙ୍କର ହେବ କି ମଳିନ, ଅମଳିନ ପରା ତାହା ଜଗତେ। ଆସ ଉତ୍କଳୀୟ କବିତାଟି ଏବେ ବୁଝେଇବାକୁ ଯାଉଛି। ଆସ ଉତ୍କଳୀୟ ଶୁଣ ସର୍ବେ ମିଳେ, ଏ ଦେଶ ଜାତିର ପୂର୍ବ କଥା। ସ୍ମରଣେ ଯାହାର ଗୌରବେ ତୋହର, ଆପେ ଆପେ ନଈ ପଡ଼ିବ ମଥା। ଅର୍ଥାତ୍ ଆସ ଉତ୍କଳୀୟ ବୋଲି କବିତାରେ ଆମ ଓଡ଼ିଶାବାସୀଙ୍କୁ କବି ସମ୍ବୋଧନ କରିଛନ୍ତି ଏବଂ ଏ ଦେଶର ପୁରୁଣା କଥାକୁ ମନେ ପକାଇବାକୁ କବି କହିଛନ୍ତି। ଆମେ ଯେତେବେଳେ ଆମ ପୂର୍ବପୁରୁଷଙ୍କ କଥା ମନେ ପକାଉନା ସେତେବେଳେ ଆପେ ଆପେ ମଥା ନଇଯାଏ ବୋଲି କବିତାରେ କବି କହିଛନ୍ତି। ତାପରେ ସେକେଣ୍ଡ ପଦଟି। ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ, ଗଲେଣି ଉଭେଇ ଅମର ପଥେ। ଯଶ କି ତାଙ୍କର ହେବ କି ମଳିନ, ଅମଳିନ ପରା ତାହା ଜଗତେ। ତାର ଅର୍ଥ ହେଲା ବକ୍ସି ଜଗବନ୍ଧୁଙ୍କ ସମସ୍ତେ ଜାଣିଛ ପିଲାମାନେ, କାହିଁକିନା ସେଇଟା ତୁମେ ଛୋଟ କ୍ଲାସ୍ରେ ବି ଦେଇଥିଲା, ହିଷ୍ଟ୍ରିରେ ବି ଅଛି ତାଙ୍କ ବିଷୟରେ। ସେ କେମିତି ଆମ ଦେଶ ପାଇଁ ବହୁତ କିଛି କରିଦେଇଛନ୍ତି। ତ ସେ ଥିଲେ ଗୋଟେ ଆମ ଓଡ଼ିଶାର ମହାନ ବୀର କବି ବକ୍ସି ଜଗବନ୍ଧୁ ଏବଂ ଚନ୍ଦନ ହଜୁରୀ, ଯାହାକୁ ଆମେ ଚାଖିଖୁଣ୍ଡିଆ ମଧ୍ୟ କହିଥାଉ। ସେମାନେ କେମିତି ଆମ ଦେଶ ପାଇଁ ନିଜର ଜୀବନକୁ ମଧ୍ୟ ଉତ୍ସର୍ଗ କରିଦେଇଛନ୍ତି ଏହି କବିତାରେ ବର୍ଣ୍ଣନା କରାଯାଇଛି। ଯଶ କି ତାଙ୍କର ହେବ କି ମଳିନ, ଅମଳିନ ପରା ତାହା ଜଗତେ। ତାର ଅର୍ଥ ହେଲା, ଦେଖ ତାଙ୍କର ଯଶ ଯଶ କୀର୍ତ୍ତି ଯାହା ସେ ଆମ ଦେଶ ପାଇଁ କରିଦେଇଛନ୍ତି ସେସବୁ କେବେ ବି ମଳିନ ଯାହା ମଇଳା ହୋଇଯାଏ, ଅମଳିନ ଯାହା କେବେ ଫିକା ହୁଏନି କିମ୍ବା ମଇଳା ହୁଏନି। ତ
ଆମ ଦେଶ ପାଇଁ ଯେତେ ସବୁ କାମ କରିଦେଇଛନ୍ତି ତାହା ସବୁଦିନ ପାଇଁ ଆମ ଜଗତରେ ଆମ ମନରେ ଅମର ହୋଇ ରହିବ। ସେଥିପାଇଁ କବିତାରେ କୁହାଯାଇଛି, ଯଶ କି ତାଙ୍କର ହେବ କି ମଳିନ, ଅମଳିନ ପରା ତାହା ଜଗତି। ମାନେ ତାଙ୍କର ଯେଉଁ ଯଶ କୀର୍ତ୍ତି ସବୁ ରହିଛି ସେଇଟା କେବେ ବି ମଳିନ ହେବ ନାହିଁ। ସେ ସବୁ ଅମଳିନ ହୋଇକି ଆମ ମନରେ ଥିବ ଏବଂ ତାଙ୍କର ଯଶ କୀର୍ତ୍ତି ଆମମାନେ ସବୁଦିନ ପାଇଁ ମନେ ରଖିବା ବୋଲି କବିତାରେ କୁହାଯାଇଛି। ପିଲାମାନେ, ଆମେ 2ଟି ପଦ ସରିଲା, ତ ତୁମେମାନେ ସମସ୍ତେ 2ଟି ପଦ ବୁଝିପାରିଥିବ ବୋଲି ଆଶା କରୁଛି। ହେଲେ ତା'ର କଠିନ ଶବ୍ଦ ଗୁଡ଼ାକ ମୁଁ ଲେଖିନି, ହେଲେ ସେ ସବୁର ଏବେ ମୁଁ ତୁମକୁ ଲେଖିକି ଦେବି, ସେସବୁ ବୁଝେଇବି ଏବଂ ତୁମେମାନେ ସେଇ ସବୁର ଶବ୍ଦାର୍ଥ, ଯେଉଁ କଠିନ ଶବ୍ଦ ଅଛି ସେ ସବୁ କଠିନ ଶବ୍ଦକୁ ତୁମେମାନେ ନିଜ ଖାତାରେ ଲେଖିବ ଏବଂ ମନେ ରଖିବ ଆଉ ମୋତେ ଆଦାୟ ଦେବ। ଆମେ ଯେଉଁ 2ଟି ପଦ ପଢ଼ିଲା ତା'ର ଶବ୍ଦାର୍ଥ ଗୁଡ଼ାକ ମୁଁ ଲେଖିଦେଇଛି। ଦେଖ, ସମସ୍ତେ ନିଜ ଖାତାରେ ଲେଖିବ ଆଉ ମନେ ରଖିବ। ଦେଖ, ଉତ୍କଳୀୟ, ଉତ୍କଳୀୟର ଅର୍ଥ ହେଲା ଓଡ଼ିଶାର ଅଧିବାସୀ ବା ଆମେ ଓଡ଼ିଆମାନେ। ସର୍ବେ ମାନେ ହେଲା ସମସ୍ତେ। ସ୍ମରଣେ ମାନେ ମନେ ପକାଇବା। ମଥା ମାନେ ମୁଣ୍ଡ। ଉଭେଇ ମାନେ ଅଦୃଶ୍ୟ ହେବା, ମାନେ ଦେଖାଯିବନି। ଯଶ, ଯଶ କୀର୍ତ୍ତି। ମଳିନ, ଯାହାର ଅର୍ଥ ହେଲା ମଇଳା ବା ଫିକା। ଅମଳିନ, ଅମଳିନ ମାନେ ହେଲା ଯାହା ଫିକା କେବେ ପଡ଼େ ନାହିଁ, ମାନେ କେବେ ବି ଫିକା ହେବନି କି ମଇଳା ହେବନି, ତାକୁ ଆମେ ଅମଳିନ ବୋଲି କହିଥାଉ। ତୁମେମାନେ ସମସ୍ତେ ଏ ଯେଉଁ 2ଟି ପଦର ଶବ୍ଦାର୍ଥ ଲେଖିଛି, ତ ସେ 2ଟି ପଦର ଶବ୍ଦାର୍ଥ ଗୁଡ଼ାକୁ ସବୁ ମନେ ରଖିବ। ମନେ ରଖିକି ଖାତାରେ ମଧ୍ୟ ଲେଖିବ। ନେକ୍ସଟ କ୍ଲାସ୍ରେ ମୁଁ ଆଉ 2ଟି ପଦକୁ ପଢ଼େଇବି ଏବଂ ବୁଝେଇବି। ତା ସହିତ ଆମେ ସମସ୍ତେ ଏହି କବିତାକୁ ଆବୃତ୍ତି କରିବା। ପିଲାମାନେ ସମସ୍ତେ ଯେଉଁ ଯେଉଁ ଶବ୍ଦାର୍ଥ ଲେଖା ହୋଇଛି ସବୁକୁ ମନେ ରଖିଥିବ। ନେକ୍ସଟ କ୍ଲାସ୍ରେ ସେ ସବୁ ଆଦାୟ ଦେବ।